ମାଛ ତରକାରୀର ମେନ୍ ପାର୍ଟଟା ହେଲା ଝୋଳ। ସେ ପୁଣି ଟେଷ୍ଟ ପତଳା ବାଲା। କେଉଁମାନଙ୍କୁ ଟେଷ୍ଟଫୁଲ୍ ପତଳା ଝୋଳ ସହିତ ମୁଣ୍ଡଟାକୁ ଖାଇବାକୁ ବେଶୀ ଭଲ ଲାଗେ କମେଣ୍ଟରେ ସିଓର ଜଣେଇବେ। ସେଥିପାଇଁ ପ୍ରଥମେ ମାଛକୁ ହଳଦୀ ଲୁଣ ଗୋଳେଇ କଡ଼େଇରେ ସୋରିଷ ତେଲ ଦେଇ ମାଛ ସବୁ କଡ଼ା କରି ଭାଜି ନେବା। କଡ଼େଇରେ ଆଉ 3 ବଡ଼ ଚାମଚ ସୋରିଷ ତେଲରେ ଗୋଟା ମସଲା 2ଟା ତେଜପତ୍ର ସହ କିଛି ଛେଚା ପିଆଜ 1/2 ଚାମଚ ଲୁଣ ଦେଇ ପିଆଜ ଟ୍ରାନ୍ସପେରେଣ୍ଟ ହେଲା ପର୍ଯ୍ୟନ୍ତ ଭାଜିବା। ତାପରେ ସେଥିରେ ଅଦା ରସୁଣ ପେଷ୍ଟକୁ ଦେଇ କିଛି ସମୟ କଷିଲା ପରେ ସବୁ ପ୍ରକାର ଗୁଣ୍ଡ ମସଲା ସହ 1 ଚାମଚ ମିଟ୍ ମସଲା 1 ଚାମଚ ଚିକେନ ମସଲାକୁ ଦେଇ ଅଳ୍ପ ପାଣି ଦେଇ ମସଲାକୁ କଷେଇବା। ତାପରେ ସେଥିରେ 2ଟା ବଡ଼ କଟା ଟମାଟୋ ସହିତ କିଛି କଞ୍ଚା ଆଳୁକୁ କାଟି ସ୍ୱାଦ ଅନୁସାରେ ଲୁଣକୁ ଦେଇ ଘୋଡ଼େଇ କଷିବା। ଆଳୁ ମସଲାରୁ ତେଲ ଛାଡ଼ିବା ଆରମ୍ଭ କଲେ ସେଥିରେ କିଛି ଗୋଟା କଞ୍ଚା ଲଙ୍କା ସହିତ କସ୍ତୁରୀ ମେଥିକି ଦେଇ ଆଉ 2-3 ମିନିଟ୍ କଷିବା। ତାପରେ ଆମେ ଝୋଳ ପାଇଁ ପାଣି ଦେଇ କଭର ଦେଇ ସିଝିବା ପାଇଁ ଛାଡ଼ିବା। ଶେଷରେ ଭଜା ମାଛ ସବୁକୁ ପକାଇ ଆଉ 2 ମିନିଟ୍ ଫୁଟେଇ ଦେଲା ପରେ ଆମର ପତଳା ଟେଷ୍ଟି ବାଲା ମାଛ ଝୋଳ ପୁରା ରେଡ଼ି। ଥରେ ଏହି ପ୍ରୋସେସରେ ବନେଇକି ଖାଆନ୍ତୁ, କେମିତି ଲାଗିଲା କମେଣ୍ଟରେ ସିଓର ଜଣେଇବେ। ଝୋଳଟା ବହୁତ ପତଳା ହେଇଥିଲା କିନ୍ତୁ ଏତେ ସ୍ୱାଦିଷ୍ଟ ବନିଥିଲା, ଆପଣମାନେ ଥରେ ଏମିତି ବନେଇକି ନିଶ୍ଚୟ ଖାଆନ୍ତୁ। ମାଛ ତରକାରୀ ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟରେ ସିଓର ଜଣେଇବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।